ବିହାନ ସବୁଦିନ ପାଇଁ ଘର ଛାଡ଼ିକି ଯାଉଛନ୍ତି। ଏବେ କିଏ ଅଟକେଇବ ବିହାନକୁ? କ'ଣ ଶିବାନୀ ଅଟକେଇ ପାରିବେ? ଏହା ଜାଣିବା ପାଇଁ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ, ତୁ ମୋ କେଦାର ମୁଁ ତୋ ଗୌରୀର ସିରିଏଲରେ ଆପଣମାନେ ଦେଖିଥିବେ ଶିବାନୀ ଦାଦୁଙ୍କ ସହିତ ଘରକୁ ଆସୁଛନ୍ତି। ଆଉ ସେଠାରେ ଜେଜେମା ପଚାରୁଛନ୍ତି, ତୁ କାହା ସହିତ ଆସିଛୁ? ଆଉ ଶିବାନୀ କହୁଛନ୍ତି, ଇଏ ହେଉଛନ୍ତି ଦାଦୁ, ଆଙ୍କ ଯୋଗୁଁ ଆଜି ମୋ ଜୀବନ ବଞ୍ଚିଲା। ଆଉ ଏହାପରେ ଜେଜେମା ତାଙ୍କୁ ଉପରକୁ ଡାକୁଛନ୍ତି। ଆଉ ଠିକ୍ ସେହି ସମୟ ଆଉ କହୁଛି, ଭବାନୀକୁ ଆଜି ମୁଁ ଛାଡ଼ିବିନି, ମୁଁ ତାକୁ ଜୀବନରୁ ମାରିଦେବି। ଠିକ୍ ସେହି ସମୟରେ ରତ୍ନା ଆସୁଛନ୍ତି ଆଉ କହୁଛନ୍ତି, କ'ଣ ହେଇଛି? ଆଉ ବିହାନ କହୁଛି, ତମେ କିଛି ବି କୁହନି, ତମେ ଯାହାକୁ ଭାଇ ବୋଲି କହୁଛ ଆଜି ମୋ ଦିଦିର ଜୀବନ ନଷ୍ଟ କରିବାକୁ ବସିଥିଲା, ମୁଁ ତାକୁ ଛାଡ଼ିବିନି। ଆଉ ରତ୍ନା କହୁଛନ୍ତି, ସିଏ ସେମିତିକା ନୁହଁ, ସିଏ ଭଲ। ଆଉ ଏହାପରେ ବିହାନ ରାଗି ଯାଉଛନ୍ତି ଆଉ କିଚେନକୁ ଯାଇ ଛୁରୀ ଖୋଜୁଛନ୍ତି। ଆଉ ଶିବାନୀ ତାଙ୍କୁ ବୁଝାଉଛନ୍ତି ଆଉ କହୁଛନ୍ତି, ତୁ ରହିଯା, ସେମିତି କିଛି ହେଇନି। ଆଉ ଠିକ୍ ସେହି ସମୟରେ ବିହାନ ବହୁତ ରାଗିଯାଇ, ତମେ ମୋ ମୁଣ୍ଡ ଛୁଇଁ ସତ କଥା କୁହ, କ'ଣ ତମ ସହିତ ହେଇଛି? ଆଉ ଏହାପରେ ଶିବାନୀ ବହୁତ ବଡ଼ ଅସୁବିଧାରେ ପଡ଼ିଯାଉଛନ୍ତି। କ'ଣ କହିବେ କିଛି ବୁଝିପାରୁନାହାନ୍ତି। ଗୋଟେ ପଟେ ରତ୍ନା ଅଛନ୍ତି ତ ଗୋଟେ ପଟେ ବିହାନ, ସିଏ କ'ଣ କରିବେ? ଆଉ ଶେଷରେ କହୁଛନ୍ତି, ଭବାନୀ ମୋତେ ଡାକିକି ନେଇଥିଲା। ଆଉ ଏହାପରେ ବିହାନ କହୁଛନ୍ତି, ବାସ୍ ସେତିକି ମୁଁ ଜାଣିବାର ଥିଲା, ଏବେ ମୁଁ ତା କଥା ବୁଝିବି। ଆଉ ଠିକ୍ ସେହି ସମୟରେ ଈଶାନ ଆସୁଛନ୍ତି ତାଙ୍କ ଦାଦୁଙ୍କୁ ଖୋଜିକି। ଆଉ ଶିବାନୀ ଈଶାନକୁ ଦେଖିବା ପରେ ବିହାନକୁ କହୁଛନ୍ତି, ଆଜି ଇଏ ମୋ ଜୀବନ ବଞ୍ଚେଇଛନ୍ତି। ଆଉ ବିହାନ ଈଶାନଙ୍କ ପାଖକୁ ଯାଇ କୁଣ୍ଢେଇ ପକାଉଛନ୍ତି ଆଉ କହୁଛନ୍ତି, ଭାଇ ମୁଁ ତୁମକୁ କେମିତି ଧନ୍ୟବାଦ କରିବି ମୁଁ କିଛି ବୁଝିପାରୁନି। ଏହାପରେ ଈଶାନକୁ ଉପରକୁ ନେଇଯାଉଛନ୍ତି ଆଉ ରୁମ୍ରେ ବସି ରୁମ୍ରେ କଥା ହେଉଥିବା ସମୟରେ ବିହାନ ମନେ ମନେ ଭାବୁଛନ୍ତି, ମୋ ଦିଦି ଯେମିତିଆ ବର ଖୋଜୁଥିଲେ ଈଶାନଙ୍କ ପାଖରେ ସବୁ କିଛି ଗୁଣ ଅଛି। ବିହାନ ଈଶାନକୁ କହୁଛନ୍ତି, ଆଜିଠାରୁ ତମେ ଆମ ଘରେ ରହିବ। ଆଉ ଠିକ୍ ସେହି ସମୟରେ ରତ୍ନା ଆସୁଛନ୍ତି ଆଉ କହୁଛନ୍ତି, ଏ ଘରେ ଯିଏ ରହିବ ଘର ଭଡ଼ା ଦେବାକୁ ପଡ଼ିବ। ବିହାନ କହୁଛନ୍ତି, ନାଇଁ, ସିଏ ମୋ ଦିଦିର ଜୀବନ ବଞ୍ଚେଇଛନ୍ତି, ସେ ଘରେ ଫ୍ରିରେ ରହିବେ। ରତ୍ନା ରାଗି ଯାଉଛନ୍ତି ଆଉ କହୁଛନ୍ତି, ଏଇଟା ହେଉଛି ମୋ ଘର, ମୁଁ ଯାହା କହିବି ସେଇଆ ହେବ। ସିଏ ଆଜିଠାରୁ ଏ ଘରେ ଯଦି ରହିବେ ଭଡ଼ା ଦେବାକୁ ପଡ଼ିବ। ରତ୍ନାଙ୍କ କଥା ଶୁଣିଲା ପରେ ଈଶାନ ଆଉ ତାଙ୍କ ଦାଦୁ କହୁଛନ୍ତି, ଆମ ପାଖରେ ପଇସା ନାହିଁ, ଆମେ ଏ ଘରେ ରହିପାରିବୁନି। ଏହା କହି ସେଠାରୁ ଚାଲି ଯାଉଛନ୍ତି। ବିହାନ ରାଗି ଯାଉଛନ୍ତି ଆଉ କହୁଛନ୍ତି, ମୁଁ ବି ଏ ଘରେ ରହିବିନି, ମୁଁ ଏ ଘର ଛାଡ଼ି ଚାଲିଯିବି। ଏହାପରେ ରତ୍ନା କହୁଛନ୍ତି, ଚାଲିଯା, ମୋର କିଛି ଆବଶ୍ୟକ ନାହିଁ। ଏହାପରେ ବିହାନ ସେଠାରୁ ଚାଲି ଯାଉଛନ୍ତି ଆଉ ଶିବାନୀ ତାଙ୍କ ପଛରେ ଯାଉଛନ୍ତି। ରତ୍ନା ତାଙ୍କୁ ଅଟକାଇ ଦେଉଛନ୍ତି। ଦର୍ଶକ ବନ୍ଧୁ, ଏବେ କ'ଣ ହେବ ଜାଣିବା ପାଇଁ ଆଗାମୀ ଅଧ୍ୟାୟ ନିଶ୍ଚିନ୍ତ ଦେଖନ୍ତୁ।